ଆମେ ଓଡ଼ିଆ ବ୍ୟାକରଣ ଓ ଭାଷା ଦକ୍ଷତାର ଓଡ଼ିଆ ଭାଷାର ପରିଚୟର କିଛି ଇମ୍ପୋର୍ଟାଣ୍ଟ MCQ ଆମେ ଦେଖିବା। ଓକେ, ତ ଭିଡ଼ିଓ ଆଗକୁ ମୁଁ କହିବି ଯେ ଆପଣମାନେ ଏହାର PDFଟା କିପରି ପାଇପାରିବେ। ତ ଫାର୍ଷ୍ଟ କ୍ୱେଶ୍ଚିନ୍ଟି ହେଉଛି ଭାବ ପ୍ରକାଶର ମାଧ୍ୟମ କ'ଣ? ଭାବ ପ୍ରକାଶର ମାଧ୍ୟମ ହେଉଛି ଭାଷା। ନେକ୍ସଟ, ଭାଷାକୁ ଲିଖିତ ରୂପ ଦେବାରେ କେଉଁଟି ସାହାଯ୍ୟ କରେ? ଲିପି, ଧ୍ୱନି, ଉପଭାଷା, କାରକ। ନା ଲିପି ସାହାଯ୍ୟ କରିଥାଏ। ନେକ୍ସଟ ଆମେ ଦେଖିବା ଭାଷାର ଆଞ୍ଚଳିକ ରୂପକୁ କ'ଣ କୁହାଯାଏ? ଭାଷାର ଆଞ୍ଚଳିକ ରୂପକୁ ଉପଭାଷା କୁହାଯାଏ। ପ୍ରତ୍ୟେକ ଜାଗାରେ କ'ଣ ତାର ଭାଷା ଥାଉଛି ପ୍ଲସ୍ ଆମର ଆଞ୍ଚଳିକ ଭାଷା ମଧ୍ୟ ଥାଉଛି। ଭାଷାର ଶୁଦ୍ଧ ବ୍ୟବହାରର ନିୟମ କ'ଣ? ନା ଭାଷାର ଶୁଦ୍ଧ ବ୍ୟବହାର ନିୟମ ହେଉଛି ବ୍ୟାକରଣ। ଓଡ଼ିଆ କେଉଁ ପ୍ରକାର ଭାଷା ପରିଭାଷା ସମ୍ପୃକ୍ତ? ନା ଇଣ୍ଡୋ ଆର୍ଯ୍ୟ। ନେକ୍ସଟ ଆମେ ଦେଖିବା ତ ଶୈଶବରୁ ପ୍ରଥମେ ଶିଖାଯାଇଥିବା ଭାଷାକୁ ସାଧାରଣତଃ କ'ଣ କୁହାଯାଏ? ନା ମାତୃଭାଷା। ଆପଣ ପିଲାଦିନରୁ ଆପଣ ଯାହା ଶିଖୁଛନ୍ତି ତାହାକୁ ମାତୃଭାଷା ହେଉଛି। ନିମ୍ନୋକ୍ତି କେଉଁଠି ଲିଖିତ ଉଦାହରଣ? କଥାବାର୍ତ୍ତା, ଭାଷଣ, ପୁସ୍ତକ, ଆଲୋଚନା। ପୁସ୍ତକ। ଓକେ, ଓଡ଼ିଆ ଭାଷା ଲେଖିବା ପାଇଁ କେଉଁ ଲିପି ବ୍ୟବହୃତ ହୁଏ? ନା ଓଡ଼ିଆ ଲିପି। ଓକେ, ନେକ୍ସଟ ଆମେ ଦେଖିବା ଭାଷା ଓ ଲିପି ସମ୍ପର୍କରେ କେଉଁଟି ଠିକ୍? ତ ଗୋଟେ ଥିଲା ଉଭୟ ଏକା, ଭାଷା ଲିପି ଏକା ହବନି ନା ନାଇଁ। ଭାଷା ମାନେ କ'ଣ? ଆମେ ଯାହା ପ୍ରକାଶ କରୁଛନ୍ତି, ଲିପି ମାନେ ଆମେ ଯାହା ଲେଖୁଛନ୍ତି। ଓକେ, ଭାଷା ଭାବ ପ୍ରକାଶ କରି ଲିପି ତାହାକୁ ଲେଖେ। ଲିପି ବେଳେ କର୍ତ୍ତୃ ଏଇଟା ତ କ'ଣ? ନା ଆମେ ଜାଣିଲେ ଯେ ଭାଷା ଭାବ ପ୍ରକାଶ କରେ, ଲିପି ତାହାକୁ ଲେଖେ। ତ ମୌଖିକ ଭାଷା ଉଦାହରଣ କ'ଣ? ପ୍ରବନ୍ଧ, ପତ୍ର, କଥାବାର୍ତ୍ତା, ପୁସ୍ତକ। କଥାବାର୍ତ୍ତା ଆମେ କ'ଣ ମୌଖିକ ମାନେ ଆମେ କଥା ହେଉଛନ୍ତି। ଭାଷାର ଶୁଦ୍ଧ ବ୍ୟବହାର ପାଇଁ କେଉଁଟା ଆବଶ୍ୟକ? ବ୍ୟାକରଣ। ବ୍ୟାକରଣ ସାହାଯ୍ୟରେ ଆମେ ଭାଷାକୁ ଶୁଦ୍ଧ କରିପାରୁଛନ୍ତି। ଓଡ଼ିଆ ଭାଷାର ବିକାଶ ପାଇଁ କେଉଁ ଭାଷା ପରମ୍ପରା ସହିତ ସମ୍ପୃକ୍ତ? ନା ଭାରତୀୟ ଆର୍ଯ୍ୟ ଭାଷା ପରମ୍ପରା। ଓକେ, ନେକ୍ସଟ ଆମେ ଦେଖିବା ଭାଷାର ମୌଳିକ ଉଦ୍ଦେଶ୍ୟ କ'ଣ? ଭାଷାର ମୌଳିକ ଉଦ୍ଦେଶ୍ୟ ହେଉଛି ନା ଭାବର ଆଦାନ ପ୍ରଦାନ କରିବା। ନିମ୍ନୋକ୍ତ ମଧ୍ୟରୁ କେଉଁଟି ଭାଷା ଲିଖିତ ରୂପ ସହିତ ସମ୍ପୃକ୍ତ? ଲିପି। ଓକେ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଆ ବ୍ୟାକରଣ ଅଧ୍ୟୟନ ପ୍ରମୁଖ ଉଦ୍ଦେଶ୍ୟ କ'ଣ? ନା ଭାଷାକୁ ଶୁଦ୍ଧ ଭାବରେ ବୁଝିବା ଓ ବ୍ୟବହାର କରିବା। ନେକ୍ସଟ ଆମେ ଦେଖିବା ତ ଚାପ୍ଟର କିଛି କୁଇକ୍ ରିଭିଜନ ମଧ୍ୟ ଆମେ ଦେଖିଦେବା ଏହି ଭିଡ଼ିଓରେ। ତ ଭାଷା କ'ଣ? ନା ଭାବ ପ୍ରକାଶର ମାଧ୍ୟମ। ଲିପି ଲିଖିତ ରୂପ। ମୌଖିକ କଥାବାର୍ତ୍ତା ଯେଉଁ ମାଧ୍ୟମରେ ଭାବ ପ୍ରକାଶ। ଲିଖିତ ମାନେ କ'ଣ? ଲେଖା ମାଧ୍ୟମରେ ଭାବ ପ୍ରକାଶ। ଉପଭାଷା କ'ଣ? ନା ଭାଷାର ଆଞ୍ଚଳିକ ରୂପ। ମାତୃଭାଷା ଶୈଶବରୁ ପ୍ରଥମେ ଶିଖାଯାଏ ଭାଷାକୁ ମାତୃଭାଷା। ବ୍ୟାକରଣ କ'ଣ? ଭାଷାର ଶୁଦ୍ଧ ବ୍ୟବହାର ନିୟମ ଥାଉଛି ବ୍ୟାକରଣରେ ହେଲା। ଓଡ଼ିଆ କ'ଣ? ନା ଭାରତୀୟ ଆର୍ଯ୍ୟ ଭାଷା ପରମ୍ପରା ଏକ ପ୍ରମୁଖ ଭାଷା। ଓକେ, ତ ଏ ଚାପ୍ଟର ଆମେ ଦେଖିଲେ। ତ ଏ ଚାପ୍ଟର କ'ଣ ଅଛି? ଯେଉଁମାନେ ଚାହୁଁଛନ୍ତି ଫୁଲ୍ ଭିଡ଼ିଓ ପାଇଁ ମୋତେ କମେଣ୍ଟ କରନ୍ତୁ। ଆଉ ଯେଉଁମାନେ କି ଚାହୁଁଛନ୍ତି ଯେ କ'ଣ ଏହାର PDF ପାଇବେ ତ ଆପଣ ଏହାକୁ ସାଇଟ୍ ଦେଖିବା ପ୍ରଡକ୍ଟ ତାକୁ କ୍ଲିକ୍ କରିବେ କିମ୍ବା ଡିସ୍କ୍ରିପ୍ସନ୍ ମଧ୍ୟ ଆପଣ ଲିଙ୍କକୁ ଚେକ୍ ଆଉଟ୍ କରିପାରିବେ। ଥ୍ୟାଙ୍କ ୟୁ।